ସେଦିନ ମୁଁ କଲେଜରୁ ଆସି ରୁମ୍ରେ ପହଞ୍ଚିଲି। ଦେଖିଲି ଡିଟେକ୍ଟିଭ ଶ୍ରୀରାମ ପ୍ୟାଣ୍ଟ ସାର୍ଟ ପିନ୍ଧି ରେଡ଼ି ହେଇଗଲେଣି। ମୁଁ ପଚାରିଲି, କୁଆଡ଼େ ଯିବେ ବୋଧେ? ତାପରେ ଶ୍ରୀରାମ, ମୁଁ 2 ଦିନ ପାଇଁ ଟିକେ ଜଗତସିଂହପୁର ଯାଉଛି। ସେଠାରେ ଜଣେ ମହିଳାଙ୍କର ହତ୍ୟା ହେଇଯାଇଛି। ତାଙ୍କର ଭାଇ ରଘୁବାବୁ ମୋତେ ଟେଲିଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ମୁଁ କହିଲି, ମୁଁ ଗଲେ କିଛି ଆପତ୍ତି ଅଛି? ଆପତ୍ତି କ'ଣ? କିନ୍ତୁ ତମେ ତ ଗାଁକୁ ଯାଇଥାନ୍ତ ରାମନବମୀ ପାଇଁ। ଆରେ ରାମନବମୀ ଆହୁରି 8 ଦିନ ଅଛି ଭାଇ। ତାହେଲେ ଠିକ୍ ଅଛି, ବାହାର ଯିବା। ତାପରେ ଦୀର୍ଘ ନିଶ୍ୱାସଟେ ଛାଡ଼ି ମୁଁ ତାଙ୍କ ସହିତ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କଲି ଜଗତସିଂହପୁରକୁ। କାରଣ ସେତେବେଳେ ଆମ ପାଖରେ ଗାଡ଼ି ହିଁ ନଥିଲା। ଦୀର୍ଘ ଅନେକ ବାଟ ସାଇକେଲ ଚାଳନା କଲା ପରେ ଜଗତସିଂହପୁରରେ ଆସି ଆମେ ପହଞ୍ଚି ଯାଇଥିଲୁ। ସେ ମହିଳାଙ୍କ ଘର ଖୋଜିବା ପାଇଁ ଟିକେ କଷ୍ଟ କରିବାକୁ ପଡ଼ିଥିଲା ଆମକୁ। ଜଣେ ଗାଈ ଜଗୁଆଳିକି ମୁଁ ପଚାରିଥିଲି, ମଉସା ସୀମାଙ୍କ ଘର ମାନେ ସୀମା ମିଶ୍ର ତାଙ୍କ ଘର ତ ଏଇ ଯୋଉ କୋଠା ଘରଟା ଦେଖୁନାହାନ୍ତି ସେଇ ଘରଟା। ତାପରେ ଆମେ ଦୁହେଁ ସେଠାରେ ଯାଇ ପହଞ୍ଚି ଯାଇଥିଲୁ। ଏହି ସମୟରେ ସୀମାଙ୍କ ଭାଇ ରଘୁବାବୁ ଆସିଲେ। ଆସନ୍ତୁ ଡିଟେକ୍ଟିଭ ଶ୍ରୀରାମ ସାର୍, ମୁଁ ଆପଣଙ୍କୁ ଟେଲିଫୋନ୍ ଯୋଗେ ଯୋଗାଯୋଗ କରିଥିଲି। ପ୍ରଥମେ କୁହ, ତମେ ମୋ ନମ୍ବର କେମିତି ପାଇଲ? ଆଜ୍ଞା, ଆପଣ ସିଡିଏ ଆପଣଙ୍କ ସାଙ୍ଗଙ୍କ ଘର କେସ୍ ଯେମିତି ସମାଧାନ କଲେ, ତା ପରଠୁ ଆପଣ ଜଣେ ଭଲ ଡିଟେକ୍ଟିଭ ବୋଲି ଆପଣଙ୍କ ନାଁ ଖବରକାଗଜରେ ବାହାରିଲା। ସେଇଥିରୁ ଆପଣଙ୍କ ଘରର ଟେଲିଫୋନ୍ ନମ୍ବରଟା ପାଇଥିଲି। ତାପରେ ଡିଟେକ୍ଟିଭ ଶ୍ରୀରାମ ପଚାରିଲେ, ଏଇଟା ଆପଣଙ୍କ ଭଉଣୀର ଶ୍ୱଶୁର ଘର? ହଁ ସାର୍, ଏଇଟା ମୋ ଭଉଣୀର ଶ୍ୱଶୁର ଘର। ସମସ୍ତେ କହୁଛନ୍ତି ସେ ହୃଦଘାତରେ ମୃତ୍ୟୁବରଣ କରିଛି ବୋଲି, କିନ୍ତୁ ମୋତେ ଟିକେ ସନ୍ଦେହ ହେଉଛି। ମୋ ଭଉଣୀ ପୁଣି ହୃଦଘାତରେ ମୃତ୍ୟୁବରଣ କରିବା, ମୋତେ କାହିଁ ଏମାନଙ୍କ ଉପରେ ସନ୍ଦେହ ହେଉଛି। ତମେ ଏତେ ଦୃଢ଼ତାର ସହ କିପରି କହିପାରୁଛ ତମ ଭଉଣୀଙ୍କର ହୃଦଘାତରେ ମୃତ୍ୟୁ ହେଇନଥିବ ବୋଲି? ସାର୍, ମୋ ଭଉଣୀ ଜଣେ ମାନସିକ ସୁସ୍ଥ ଲୋକ ଥିଲା ସାର୍। ଜଣେ ମାନସିକ ଅସୁସ୍ଥ ଲୋକ ହୁଏତ ଅତ୍ୟଧିକ କିଛି ଭାବି ଭାବି ହୃଦଘାତରେ ତାର ମୃତ୍ୟୁ ହେବ, କିନ୍ତୁ ମୋ ଭଉଣୀ ଠିକ୍ ଅଛି। ପୋଲିସ ଆସି ତଦାରଖ କଲାଣି? ହଁ, ପୋଲିସ ଆସିଲାଣି। ଏହି ସମୟରେ ଇନ୍ସପେକ୍ଟର, ଯିଏକି ସିଡିଏ କେସ୍ରେ ଆମ ସହିତ ଥିଲେ, ସିଏ ଡିଟେକ୍ଟିଭ ଶ୍ରୀରାମକୁ ଦେଖି କହିଲେ, ଆରେ ଶ୍ରୀରାମ ବାବୁ, ତମେ ଏଠାକୁ ଆସିଛ? ଆଉ କେମିତି ଦେଖୁଛ ଏ କେସ୍କୁ? ଶ୍ରୀରାମ ପଚାରିଲେ। ତାପରେ ଇନ୍ସପେକ୍ଟର, ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ହୃଦଘାତ ଯୋଗୁଁ ମୃତ୍ୟୁ, କିନ୍ତୁ ତଥାପି ପୋଷ୍ଟମର୍ଟମ ପାଇଁ ଲାଶକୁ ପଠାଯିବ। ପୋଷ୍ଟମର୍ଟମ ରିପୋର୍ଟ ଯାହା ଆସିବ ସେଇ ଅନୁସାରେ ତଦାରଖ କରାଯିବ ଆଉ। ତାପରେ ଶ୍ରୀରାମ ସେ ଘର ସାରା ଚାଲିଲେ। କେତେବେଳେ ସେ ବଡି ପାଖରେ ବସୁଥାନ୍ତି, କେତେବେଳେ ସେ ବଡିକି ଭଲ ଭାବେ ଟିକେ ଶୁଙ୍ଘୁଥାନ୍ତି, କେତେବେଳେ ସେ ବଡିଟାକୁ ଟିକେ ଭଲ ଭାବେ ଦେଖିକରି କ'ଣ ମନେ ମନେ ଭାବୁଥାନ୍ତି। ତାପରେ ସେ ଘରେ ଥିବା ଜଣେ ପୁରୁଷକୁ ପାଖକୁ ଡାକି ପଚାରିଲେ, ଆପଣ କିଏ? ମୁଁ ସୀମାର ସ୍ୱାମୀ। ମୋ ନାଁ ରାଧାକୃଷ୍ଣ ମିଶ୍ର। ଇଏ ମୋ ଭାଉଜ ସୁଶୀଳା ମିଶ୍ର। ଇଏ ମୋ ଭଉଣୀ କଳ୍ପନା ମିଶ୍ର। ତାପରେ ଶ୍ରୀରାମ ପଚାରିଲେ, ଆପଣଙ୍କ ସ୍ୱାମୀ ସ୍ତ୍ରୀ ଭିତରେ କ'ଣ ଭଲ ସମ୍ପର୍କ ଥିଲା? ହଁ ସାର୍, ଭଲ ସମ୍ପର୍କ ଥିଲା। ଆମ ଭିତରେ କିଛି ବି ଝଗଡ଼ାଝାଟି ନଥିଲା ସାର୍। ତାହେଲେ ତାଙ୍କର ଡେଥ୍ କିପରି ହେଲା? ଦେଖନ୍ତୁ ସାର୍, ଝିଅଟିଏ ହେଲା ପରେ ସେ ତା ମାନସିକ ଭାରସାମ୍ୟ ହରାଇ ବସିଲା। ସବୁବେଳେ ସେ ଚାହୁଁଥିଲା ଯେ ମୋର ପୁଅଟିଏ ହଉ ବୋଲି। ତାପରେ ନ ଖାଇ ନ ପିଇ ଗୋଟିଏ ଘରେ ପଡ଼ି ରହିଲା। ଆଉ ତାପରେ ହିଁ ତାର ହୃଦଘାତରେ ମୃତ୍ୟୁ ହେଇଗଲା ସାର୍। ତାପରେ ପୋଲିସ ଆମ୍ବୁଲାନ୍ସ ଯୋଗେ ପୋଷ୍ଟମର୍ଟମ ପାଇଁ ସେ ମହିଳାଙ୍କ ଶବକୁ ପଠାଇଦେଲା। ରଘୁବାବୁ କହିଲେ, ଶ୍ରୀରାମ ସାର୍, ଏଠି ଆପଣଙ୍କର ବିଭିନ୍ନ ଅସୁବିଧା ହେଇପାରେ। ଆପଣ ଆମ ଘରକୁ ଚାଲନ୍ତୁ। ଆର ଗାଁରେ ଆମ ଘର, ସେଠି ଆପଣଙ୍କ ପାଇଁ ମୁଁ ସବୁ ବ୍ୟବସ୍ଥା କରିଦେବି। ତାପରେ ଆମେ ଦୁହେଁ ଚାଲିଲୁ ତାଙ୍କରି ଘରକୁ। ଗଲା ବାଟରେ ମୁଁ ପଚାରିଲି, ଶ୍ରୀରାମ, କ'ଣ ଭାବୁଛ? ହୃଦଘାତ ଜନିତ ମୃତ୍ୟୁ? ନା, ଇଏ ହତ୍ୟା। ଆଉ ହତ୍ୟାକାରୀମାନେ ହେଉଛନ୍ତି ବହୁତ ଚାଲାକ। ପୁରା ବିଧିବଦ୍ଧ ଯୋଜନା କରି ଏ ହତ୍ୟା ସେମାନେ କରିଛନ୍ତି। ଯେତେବେଳେ ସେ ମହିଳାଙ୍କୁ ମୁଁ ଦେଖିଲି, ସେବେଠୁ ମୋ ମନରେ ସନ୍ଦେହ ହୋଇଥିଲା। କାରଣ ଜଣକ
ହାତ ଗୋଡ଼ ବାନ୍ଧିଦେଲେ ଯେପରି ଡାଗ ହୁଏ ସେହିପରି ଡାଗ ତାଙ୍କ ହାତ ଗୋଡ଼ରେ ମୁଁ ଦେଖିଛି। ତାପରେ ତାଙ୍କ ବେକକୁ କୌଣସି ଦଉଡ଼ି ସାହାଯ୍ୟରେ ଚପା ଯାଇଛି, ଯାହାକି ତାଙ୍କ ବେକରେ ଗୋଟେ ଦାଗ ଥିବା ମୁଁ ଦେଖିଛି ଏବଂ ତାଙ୍କ ଦେହ ସାରା ମାଡ଼ର ଚିହ୍ନ ମୁଁ ଦେଖିଛି। ବାକି ପୋଲିସ କ'ଣ ତଦାରଖ କରି ଜାଣିବ, କାଲି ଜଣାପଡ଼ିବ। ଆପରେ ତାଙ୍କ ଘରେ ଆମେ ପହଞ୍ଚି ଯାଇଥିଲୁ। ରଘୁବାବୁ 2 ଗ୍ଲାସ ପାଣି ଆଣି ମେଜିଆ ଉପରେ ରଖିଦେଲେ। ତାପରେ ଡିଟେକ୍ଟିଭ ଶ୍ରୀରାମ ପଚାରିଲେ, ରଘୁବାବୁ, ଆପଣ କହିପାରିବେ ଆପଣଙ୍କ ଭଉଣୀର ମୃତ୍ୟୁକୁ ନେଇ ଆପଣ କାହିଁକି ଏତେ ସନ୍ଦେହ କରୁଛନ୍ତି? ସାର୍, ମୁଁ ଯେତିକି ମୋ ଭଉଣୀଠୁ ଶୁଣିଛି, ମୋ ଭଉଣୀ ତା ଶାଶୁଘରେ ଜମା ଭଲରେ ନଥିଲା। କାହିଁକି? ମୋ ଭିଣେଇ ଆଉ ତା ଭାଉଜର ଇଲିଗାଲ ସମ୍ପର୍କକୁ ନେଇ ସେ ପ୍ରାୟ ସମୟ ପ୍ରତିବାଦ କରେ। ତେଣୁକରି ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ ପ୍ରାୟ ସମୟ ଝଗଡ଼ାଝାଟି ଲାଗେ। ସେଇଥିପାଇଁ ମୋ ଭିଣେଇ ତାର ଯେଉଁ ଭଉଣୀ ମେଡ଼ିକାଲରେ ଚାକିରି କରିଛି ତା ପାଖରେ ନେଇ ଛୁଆ ହେବାକୁ କିଛି ଦିନ ଥିଲା ନେଇ ଛାଡ଼ିଦେଲା। ତାପରେ କ'ଣ ହେଲା, ସେ ତାକୁ ନାନା ନିର୍ଯାତନା ଦେଲେ। ତାକୁ ପ୍ରାୟ ସମୟ ଠିକ୍ ଭାବେ ଖାଦ୍ୟପେୟ ଦେଲେନି, ସଦାସର୍ବଦା ମାଡ଼ ମାରିଲେ। ଏମିତି ମୁଁ ଶୁଣିଛି ସେ ଷ୍ଟାଫମାନଙ୍କୁ ଲଗେଇ ତାକୁ ସକ୍ ବି ଦେବା, ଏମିତି ତାକୁ ବାରମ୍ବାର ଉପର ମହଲାକୁ ଡ୍ରେସ୍ ଶୁଖିବାକୁ ନେବା ପାଇଁ କହିବା, ଏମିତି ଅନେକ କାମ ସେ କରେଇଛନ୍ତି ତା ଦ୍ୱାରା। ଆଚ୍ଛା, ଗୋଟେ କଥା କୁହ, ତୁମେ ପୋଲିସରେ କାହିଁ ଦେଲନି? ସାର୍, ଘର କଥା ପରିବାରରେ ସମାଧାନ ହେଇଯାଉ ବୋଲି ମୁଁ ଚାହୁଁଥିଲି। ତେଣୁକରି ପୋଲିସ କି ଦବାଟା ଠିକ୍ ବୋଲି ମନେ କଲି ନାହିଁ। ଆଚ୍ଛା ହଉ, ଶୁଣ ଗୋଟେ କଥା, ପୋଲିସ କ'ଣ ତଦାରଖ କରିବ ମୁଁ ଜାଣିନି, କିନ୍ତୁ ମୁଁ ତୁମକୁ ନିଶ୍ଚୟ ନ୍ୟାୟ ଦେବି, ସେ ଭରସା ରଖ। ତାପରେ ସେ ସେଠାରେ ଚାଲି ଯାଇଥିଲେ। ମୁଁ ପଚାରିଲି, ଶ୍ରୀରାମ, କ'ଣ ଲାଗୁଛି ଏଇଟା ହେଇପାରିବ ଠିକ୍ଠାକ୍ କାମ? ସେ କହିଥିଲେ, ଯାହା ଲାଗୁଛି କାଲି 11:30 ସୁଦ୍ଧା ଦୋଷୀକି ମୁଁ ହାଜତରେ ପୂରେଇବି। ତାପରେ ସନ୍ଧ୍ୟାବେଳେ ଆମେ ହଲ୍କୁ ଫିଲ୍ମ ଦେଖିବାକୁ ଯିବା। ମୁଁ ମନେ ମନେ ଭାବୁଥିଲି, ଏପର୍ଯ୍ୟନ୍ତ ତଦନ୍ତ ହେଇନି, କିନ୍ତୁ ବାବୁ ଶ୍ରୀରାମ ନିଷ୍ପତ୍ତି ନେଇସାରିଲେଣି କାଲି ସନ୍ଧ୍ୟାବେଳେ ହଲ୍କୁ ଫିଲ୍ମ ଦେଖିବାକୁ ଯିବେ। ହଁ, ସିଏ ସେମିତିଆ, ସିଏ କହିଲେଣି ମାନେ ଗୋଟେ ଚୁଟକିରେ ଏ କେସ୍ ସମାଧାନ ହେଇଯିବ। ତା ପରଦିନ 11:30 ଯାଇ ଶ୍ରୀରାମ ପହଞ୍ଚିଥିଲେ ଥାନାରେ। ଥାନା ଅଧିକାରୀଙ୍କୁ ସମସ୍ତ କଥା କହିଥିଲେ ଯାହା ସେ ରଘୁବାବୁଙ୍କଠୁ କାଲି ରାତିରେ ଶୁଣିଥିଲେ। ଥାନା ଅଧିକାରୀ ବି କହିଥିଲେ, ଆପଣ ଯାହା କହିଛନ୍ତି ସେଟା ଠିକ୍। ହଁ ଡିଟେକ୍ଟିଭ ଶ୍ରୀରାମ, ତାକୁ ବେକ ଚିପି ହତ୍ୟା କରାଯାଇଛି। ହତ୍ୟାରେ ଦଉଡ଼ିର ସାହାଯ୍ୟ ନିଆଯାଇଛି। ଆଉ ଏଇଟା ଗୋଟେ ହୃଦଘାତ ବୋଲି ଦର୍ଶାଯାଇଛି, କାରଣ ସେ ଟୋକାର ଭଉଣୀ ଯେହେତୁ ମେଡ଼ିକାଲରେ ଅଛି, ସେ ଏପରି ଗୋଟେ ରିପୋର୍ଟ ଲେଖିକି ଦେଇଥିଲା। ତାପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା। ଉଭୟ ସେ ମହିଳାଙ୍କ ସ୍ୱାମୀ ଓ ତାର ଯା ଓ ତାଙ୍କ ନଣନ୍ଦକୁ ଗିରଫ କରିଥିଲା। ଟିକେ ଜୋର କରିବାରୁ ସେମାନେ ସବୁ ସତ କଥା ମାନି ଯାଇଥିଲେ। ଆପରେ ରଘୁବାବୁ କିଛି ଅର୍ଥ ଦେଇଥିଲେ ଡିଟେକ୍ଟିଭ ଶ୍ରୀରାମକୁ। ଶ୍ରୀରାମଙ୍କର ଗୋଟିଏ କେସ୍ ଏହିପରି ଭାବେ ଥିଲା। ଆଗାମୀ ଦିନରେ ମୁଁ ମୃତ୍ୟୁଞ୍ଜୟ ଶତପଥୀ ଅନ୍ୟ ଗୋଟେ ଡିଟେକ୍ଟିଭ କାହାଣୀ ନେଇ ଆସିବି। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଆମର କାହ୍ନା ପ୍ରଡକ୍ସନ ୟୁଟ୍ୟୁବ ଚ୍ୟାନେଲ। ରହିଲି, ବନ୍ଦେ ଉତ୍କଳ ଜନନୀ।